ନମସ୍କାର। କେବେ ଭାବିଛନ୍ତି ଆମ ଚାରିପାଖେ ଏପରିକି ଆମ ନିଜ ଭିତରେ ପ୍ରତିଟି ମୁହୂର୍ତ୍ତରେ କେତେ ଯେ ରାସାୟନିକ କାରବାର ଚାଲିଥାଏ? ତେବେ ଆଜିର ଏହି ବିଶ୍ଳେଷଣରେ ଆମେ ସେହି ଅଦୃଶ୍ୟ ଦୁନିଆର ତିନୋଟି ମୁଖ୍ୟ ଚରିତ୍ର ସହ ପରିଚିତ ହେବା: ଅମ୍ଳ, କ୍ଷାରକ ଏବଂ ଲବଣ। ଏମିତି ଅନୁଭବ ତ ପ୍ରାୟ ସମସ୍ତଙ୍କ ସହ ହୋଇଥିବ, ନୁହେଁ କି? ବେଳେବେଳେ ଟିକେ ଅଧିକ ଖାଇଦେଲେ ପେଟରେ ଯେଉଁ ଜଳାପୋଡ଼ା ହୁଏ, ଯାହାକୁ ଆମେ ସାଧାରଣତଃ ଏସିଡିଟି ବୋଲି କହୁ, ସେଇଠୁ ହିଁ ଆମର ଆଜିର କାହାଣୀ ଆରମ୍ଭ ହେଉଛି। ହେଲେ ଏଥିପାଇଁ କ'ଣ କରାଯିବ? ଆମ ରୋଷେଇ ଘରେ ହିଁ ଦୁଇଟା ଜିନିଷ ଅଛି। ଗୋଟେ ହେଲା ଲେମ୍ବୁ ରସ, ଯାହାର ଗୁଣ ଅମ୍ଳୀୟ, ଆଉ ଅନ୍ୟଟି ହେଲା ଖାଇବା ସୋଡ଼ାର ପାଣି, ଯାହାର ଗୁଣ କ୍ଷାରୀୟ। ତେବେ ଏ ଦୁଇଟା ଭିତରୁ କୋଉଟା ପ୍ରକୃତରେ କାମ ଦେବ? ଏହାର ଜବାବଟା ଲୁଚି ରହିଛି ସେମାନଙ୍କର ରାସାୟନିକ ପ୍ରକୃତି ଭିତରେ। ତେବେ ଚାଲନ୍ତୁ ଆଜିର ଆଲୋଚନାରେ ଆଗକୁ ବଢ଼ିବା। ଆମେ ଏକ ସାଧାରଣ ସମସ୍ୟାରୁ ଆରମ୍ଭ କରି ଅମ୍ଳ ଆଉ କ୍ଷାର କ'ଣ ତାହା ଜାଣିବା, ପିଏଚ୍ର ଶକ୍ତିକୁ ବୁଝିବା, ଲବଣର ଦୁନିଆରେ ପଶିବା ଏବଂ ଶେଷରେ ଦେଖିବା ଏସବୁ ଆମ ଜୀବନ ସହ କେମିତି ଯୋଡ଼ି ହୋଇ ରହିଛି। ତେବେ ଚାଲନ୍ତୁ ପ୍ରଥମେ ଆମ ରାସାୟନିକ କାହାଣୀର ଏହି ଦୁଇ ମୁଖ୍ୟ ଚରିତ୍ରଙ୍କୁ ଭଲ ଭାବରେ ଚିହ୍ନିନେବା: ଅମ୍ଳ ଏବଂ କ୍ଷାରକ। ଆମେ ଯେଉଁ ପେଟ ଜଳାପୋଡ଼ା କଥା କହୁଥିଲେ, ତାର ସମାଧାନଟା ଲୁଚି ରହିଛି ଏଇଠି। ଭାବିନିଅନ୍ତୁ, ଅମ୍ଳ ଆଉ କ୍ଷାରକ ହେଉଛନ୍ତି ଦୁଇ ବିପରୀତ ଶକ୍ତି। ଯେତେବେଳେ ସେ ଦୁହେଁ ମିଶନ୍ତି, ସେମାନେ ପରସ୍ପରର ପ୍ରଭାବକୁ କାଟିଦିଅନ୍ତି। ଏହାକୁ ହିଁ କୁହାଯାଏ ପ୍ରଶମନୀକରଣ। ତେଣୁ ପେଟର ଅଧିକ ଅମ୍ଳକୁ ଖାଇବା ସୋଡ଼ା ଭରି ଏକ କ୍ଷାରକ ଶାନ୍ତ କରିଦିଏ। ହଁ, ତ ଏହି ଅମ୍ଳ ଆଉ କ୍ଷାରକର ନିଜ ନିଜର କିଛି ଖାସ୍ ଗୁଣ ଅଛି। ଯେମିତିକି ଅମ୍ଳଗୁଡ଼ିକ ଧାତୁ ସହ ମିଶିଲେ ହାଇଡ୍ରୋଜେନ୍ ଗ୍ୟାସ୍ ବାହାର କରନ୍ତି, ଆଉ ସେମାନେ ସୂଚକର ରଙ୍ଗ ବି ବଦଳାଇ ଦିଅନ୍ତି। ଏହିସବୁ ଗୁଣ ହିଁ ସେମାନଙ୍କୁ ପରସ୍ପରଠାରୁ ଅଲଗା କରିଥାଏ। କିନ୍ତୁ ଗୋଟେ କଥା, କୋଉ ଅମ୍ଳ କେତେ ଶକ୍ତିଶାଳୀ ବା କୋଉ କ୍ଷାରକ କେତେ ଦୁର୍ବଳ, ଏକଥା ଆମେ ଜାଣିବା କେମିତି? ଆଚ୍ଛା, ସେଥିପାଇଁ ବି ଗୋଟେ ଉପାୟ ଅଛି। ଏହାକୁ କୁହାଯାଏ ପିଏଚ୍ ସ୍କେଲ୍। ଏହା ଗୋଟେ ମାପକ, 0ରୁ 14 ଯାଏଁ। ଏହା ମାପେ ଯେ କୌଣସି ଦ୍ରବଣରେ ହାଇଡ୍ରୋଜେନ୍ ଆୟନ କେତେ ଅଛି, ଆଉ ସେଇଥିରୁ ହିଁ ଜଣାପଡ଼େ ଜିନିଷଟା କେତେ ଅମ୍ଳୀୟ ବା କେତେ କ୍ଷାରୀୟ। ପିଏଚ୍ରେ ପିର ଅର୍ଥ ହେଉଛି ପଟେନ୍ସ ବା ଶକ୍ତି। ଏହାକୁ ବୁଝିବା ବହୁତ ସହଜ। ଦେଖନ୍ତୁ, ଠିକ୍ ମଝିରେ ଅଛି 7, ଯାହା ହେଉଛି ନିରପେକ୍ଷ, ଯେମିତି ଆମ ବିଶୁଦ୍ଧ ପାଣି। ଏବେ 7ରୁ ଯେତେ ତଳକୁ ଯିବା ଅମ୍ଳୀୟ ଗୁଣ ସେତେ ବଢ଼ିବ, ଆଉ 7ରୁ ଯେତେ ଉପରକୁ ଯିବା କ୍ଷାରୀୟ ଗୁଣ ସେତେ ଅଧିକ ହେବ। ମାନେ ପିଏଚ୍ ଯେତେ କମ୍, ଅମ୍ଳ ସେତେ ଶକ୍ତିଶାଳୀ। ଏବେ ଆସନ୍ତୁ ଗୋଟେ ସଂଖ୍ୟା ଉପରେ ନଜର ପକାଇବା: 5.6। ଏହି ସଂଖ୍ୟାଟା ଆମ ପରିବେଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କାହିଁକି ଜାଣନ୍ତି? କାରଣ ଯେତେବେଳେ ବର୍ଷା ପାଣିର ପିଏଚ୍ ଏହି 5.6ରୁ କମିଯାଏ, ସେତେବେଳେ ଆମେ ତାକୁ କହୁ ଅମ୍ଳବର୍ଷା। ଆଉ ଏହି ଅମ୍ଳବର୍ଷା ଯେତେବେଳେ ନଈ ପୋଖରୀରେ ମିଶେ, ସେଠାକାର ଜଳଚର ଜୀବଙ୍କ ପାଇଁ ବଞ୍ଚିବା ବହୁତ ମୁସ୍କିଲ ହୋଇଯାଏ। ଆସନ୍ତୁ ଆଉ ଗୋଟେ ସଂଖ୍ୟା ଦେଖିବା, 5.5। ଏଥର କଥାଟା ଆମ ନିଜ ସ୍ୱାସ୍ଥ୍ୟ ସହ ଜଡ଼ିତ। ଆମେ ଯେତେବେଳେ ମିଠା ଜିନିଷ ଖାଉ, ଆମ ପାଟି ଭିତରେ ଥିବା ବୀଜାଣୁଗୁଡ଼ିକ ଅମ୍ଳ ତିଆରି କରନ୍ତି। ଆଉ ଯେତେବେଳେ ପାଟିର ପିଏଚ୍ ଏହି 5.5ରୁ ତଳକୁ ଖସିଯାଏ, ସେତେବେଳେ ଆମ ଦାନ୍ତର ବାହାରର ଶକ୍ତ ଆବରଣ ଧୀରେ ଧୀରେ ନଷ୍ଟ ହେବାକୁ ଲାଗେ। ଆଉ ଏଇଥିପାଇଁ ତ ଆମେ କ୍ଷାରୀୟ ଟୁଥପେଷ୍ଟ ବ୍ୟବହାର କରୁ, ଯାହାକି ସେ ଅମ୍ଳର ପ୍ରଭାବକୁ ନଷ୍ଟ କରିଦିଏ। ଆଚ୍ଛା, ଆମେ ଦେଖିଲେ ଯେତେବେଳେ ଅମ୍ଳ ଆଉ କ୍ଷାରକ ମିଶନ୍ତି, ସେମାନେ ପ୍ରଶମିତ ହୋଇଯାନ୍ତି। ହେଲେ ଏହି ମିଶ୍ରଣରୁ ଯାହା ତିଆରି ହୁଏ, ତାହା ହେଲା ଲବଣ। କିନ୍ତୁ ମନେ ରଖିବେ, ଲବଣ ମାନେ କେବଳ ଆମେ ଖାଉଥିବା ଲୁଣ ନୁହେଁ। ଗୋଟେ ମଜା କଥା ହେଲା, ଗୋଟେ ଲବଣର ଗୁଣ କ'ଣ ହବ? ମାନେ ସେ ଅମ୍ଳୀୟ ହବ, କ୍ଷାରୀୟ ହବ ନା ନିରପେକ୍ଷ? ତାହା ନିର୍ଭର କରେ ତାକୁ କେଉଁଭଳି ଅମ୍ଳ ଓ କ୍ଷାରକ ମିଶି ତିଆରି କରିଛନ୍ତି। ଯଦି ଗୋଟେ ଶକ୍ତିଶାଳୀ ଅମ୍ଳ ଆଉ ଗୋଟେ ଦୁର୍ବଳ କ୍ଷାରକ ମିଶିବେ, ତେବେ ଲବଣଟି ଅମ୍ଳୀୟ ହେବ। ଚାଲନ୍ତୁ ଏବେ ଗୋଟେ ବହୁତ ପରିଚିତ ଲବଣ କଥା କହିବା: ସୋଡିୟମ୍ କ୍ଲୋରାଇଡ୍, ବା ଆମ ଘରେ ଥିବା ସାଧାରଣ ଖାଇବା ଲୁଣ। ଏହା କେବଳ ଖାଇବାର ସ୍ୱାଦ ବଢ଼ାଏନି, ବରଂ ଏହା ଶିଳ୍ପ ଜଗତ ପାଇଁ ଏକ ବହୁତ ବଡ଼ କଞ୍ଚାମାଲ। ଗୋଟେ ପ୍ରକ୍ରିୟା ଅଛି ଯାହାର ନାଁ ହେଉଛି କ୍ଲୋର ଆଲକାଲି ପ୍ରକ୍ରିୟା। ଏଥିରେ କ'ଣ କରାଯାଏ ନା, ସାଧାରଣ ଲୁଣ ପାଣିରେ ବିଦ୍ୟୁତ୍ ପ୍ରବାହିତ କରାଯାଇ ତା ଭିତର 3ଟା ବହୁତ ଦରକାରୀ ରାସାୟନିକ ପଦାର୍ଥ ବାହାର କରାଯାଏ। ଆଉ ଏଇ ତିନୋଟି ଜିନିଷ କ'ଣ କ'ଣ ଜାଣନ୍ତି? ପ୍ରଥମଟି ହେଲା ସୋଡିୟମ୍ ହାଇଡ୍ରୋକ୍ସାଇଡ୍, ଯାହା ସାବୁନ ଆଉ କାଗଜ ତିଆରିରେ କାମରେ ଆସେ। ଦ୍ୱିତୀୟଟି ହେଲା କ୍ଲୋରିନ୍ ଗ୍ୟାସ୍, ଯାହାକୁ ଆମେ ପାଣି ସଫା କରିବା ପାଇଁ ବ୍ୟବହାର କରୁ। ଆଉ ତୃତୀୟଟି ହେଲା ହାଇଡ୍ରୋଜେନ୍ ଗ୍ୟାସ୍, ଯାହା ଇନ୍ଧନ ଆଉ ସାର ତିଆରିରେ କାମ ଦିଏ। କଥା ଏତିକିରେ ସରିନି। ଏଇ ଯେଉଁ ଉପାଦାନଗୁଡ଼ିକ ଲୁଣରୁ ମିଳିଲା, ସେଗୁଡ଼ିକୁ ବ୍ୟବହାର କରି ଆହୁରି ଅନେକ ଜିନିଷ ତିଆରି ହୁଏ,
ଯେମିତି ଆମେ ଘରେ ବ୍ୟବହାର କରୁଥିବା ବ୍ଲିଚିଂ ପାଉଡର, ଆମ ବେକିଂରେ ବ୍ୟବହାର ହେଉଥିବା ଖାଇବା ସୋଡ଼ା, ଏପରିକି ଲୁଗା ସଫା କରିବା ପାଇଁ ଧୋଇବା ସୋଡ଼ା। ତେବେ ଏତେ ସବୁ ଆଲୋଚନା ପରେ ଆମେ ଶେଷରେ କ'ଣ ବୁଝିଲେ? ଏହି ରସାୟନ ବିଜ୍ଞାନ ଆମ ଜୀବନ ସହ ପ୍ରକୃତରେ କେତେ ଯୋଡ଼ି ହୋଇ ରହିଛି? ଦେଖନ୍ତୁ, ଆମ ଖାଦ୍ୟ ହଜମ କରିବାଠୁ ଆରମ୍ଭ କରି ଦାନ୍ତର ଯତ୍ନ ନେବା, ଆମ ପରିବେଶକୁ ବୁଝିବା, ଘରର ସଫାସୁତରା କାମ, ବେକିଂଠୁ ନେଇ ବଡ଼ ବଡ଼ କଳକାରଖାନା ପର୍ଯ୍ୟନ୍ତ ସବୁଠି ଅମ୍ଳ, କ୍ଷାରକ ଆଉ ଲବଣର ଖେଳ ଚାଲିଛି। ତେଣୁ ସବୁଠୁ ବଡ଼ କଥା ହେଲା, ଏହିସବୁ ମୌଳିକ ରାସାୟନିକ ତଥ୍ୟକୁ ବୁଝିବା ମାନେ କେବଳ ପରୀକ୍ଷାରେ ନମ୍ବର ରଖିବା ନୁହେଁ। ଏହାର ଅର୍ଥ ହେଉଛି ଆମେ ଆମ ଚାରିପାଖର ଦୁନିଆକୁ ଗୋଟେ ଆହୁରି ଗଭୀର ସ୍ତରରେ ଦେଖିବାକୁ ଆଉ ବୁଝିବାକୁ ଚେଷ୍ଟା କରୁଛୁ। ତେବେ ଏହି ଆଲୋଚନା ପରେ ଆମେ ଯେତେବେଳେ ନିଜ ଦୈନନ୍ଦିନ ଜୀବନକୁ ଦେଖିବା, କ'ଣ ଏହି ଅଦୃଶ୍ୟ ରାସାୟନିକ ନାଟକ ଆମକୁ ଦେଖାଯିବ, ଟିକେ ଭାବି ଦେଖନ୍ତୁ। ଧନ୍ୟବାଦ।